ଜମନକିରା ବ୍ଲକ ଅନ୍ତର୍ଗତ ଭୋଜପୁର ରେଙ୍ଗାଲବେଡ଼ାରେ ପାଳିତ ହୋଇଛି ବାହୁଡ଼ା ଯାତ୍ରା। ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଜଗନ୍ନାଥ ମନ୍ଦିରକୁ ପ୍ରବେଶ କଲାବେଳେ ଗଞ୍ଜାମର ଯୋଡ଼ି ଶଙ୍ଖ ଏବଂ ସମ୍ବଲପୁରୀ ଘଣ୍ଟ ବଜାଣ ମୁଖ୍ୟ ଆକର୍ଷଣର କେନ୍ଦ୍ର ପାଲଟିଥିଲା। ରେଢ଼ାଖୋଲ ଥାନା ଅନ୍ତର୍ଗତ ସୁଣ୍ଡିମୁଣ୍ଡା ଛକ ନିକଟରେ ସଡ଼କ ଦୁର୍ଘଟଣାରେ ଏକ ପରିବାରର 3 ସଦସ୍ୟ ଆହତ। ସୂଚନା ଅନୁଯାୟୀ ଜୟନ୍ତ ରଣା, ବିଜୁଳି ରଣା ଓ ଲକ୍ଷ୍ମୀ ରଣା ଯାତ୍ରା ଦେଖି ବାଇକ୍ରେ ଫେରୁଥିବା ବେଳେ ଏକ ବଳଦ ଦୌଡ଼ି ଆସି ତାଙ୍କୁ ଧକ୍କା ମାରିଥିଲା। ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ସମ୍ବଲପୁର ଦେହରିପାଲି ରେଳ ଲାଇନ୍ ପାର ହେଉଥିବା ବେଳେ ଜଣେ ବ୍ୟକ୍ତି ମାଲଗାଡ଼ି ସହ ଧକ୍କା ହୋଇ ଗୁରୁତର ଅବସ୍ଥାରେ ରେଳ ଲାଇନ୍ରେ ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ଭୀମସାରେ ଭର୍ତ୍ତି କରିଥିଲେ। ରେଢ଼ାଖୋଲ ଥାନା ଅନ୍ତର୍ଗତ ବୁର୍ଡା ପଞ୍ଚାୟତର ବଡ଼ମାଲ ଗ୍ରାମରେ ମଦ ବିକ୍ରି କରୁଥିବା ଜଣେ କୁଚିଆକୁ ଆଞ୍ଚଳିକ ମଞ୍ଚର 50 ଜଣ ସଦସ୍ୟା ମଦ ଦୋକାନ ବନ୍ଦ କରିବାକୁ କହିବାରୁ ଉକ୍ତ କୁଚିଆ ମହିଳା ସଦସ୍ୟମାନଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲା। ଏନେଇ ମହିଳା ସଦସ୍ୟ ଥାନାରେ ଏକ ରିପୋର୍ଟ ଦାଖଲ କରିଛନ୍ତି। ମାମଲା ଝରିଆବାହାଲ ମୁଖ୍ୟ ରାସ୍ତାସ୍ଥିତ ଗଞ୍ଜୁଡିହିଠାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଆହତ ଜଣକ ହେଉଛନ୍ତି ରଜାବସା ଗ୍ରାମର ନବ ଛତ୍ରିଆ। ରଥଯାତ୍ରା ଦେଖିବାକୁ ଯାଇଥିବା ବେଳେ ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ତାଙ୍କୁ ଗୋବିନ୍ଦପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।